ଜଣେ ଭକ୍ତ ଯାହାର ଅପେକ୍ଷା ଭଗବାନଙ୍କୁ ବି ଥିଲା। ଏହି କାହାଣୀ ସବରୀର ଏକ ସାଧାରଣ ବନବାସୀ। ତାଙ୍କ ବିବାହର ପ୍ରସ୍ତୁତି ଚାଲିଥିଲା, କିନ୍ତୁ ବରଯାତ୍ରୀ ସ୍ୱାଗତ ପାଇଁ ବହୁତ ନିର୍ଦ୍ଦୋଷ ଜୀବଜନ୍ତୁକୁ ମାରିବାର ବ୍ୟବସ୍ଥା କରାଯାଇଥିଲା। ସେ ପଚାରିଲେ, ମୋ ଖୁସି ପାଇଁ ଏ ପଶୁମାନଙ୍କୁ ଜୀବନ କାହିଁକି? ଆଉ ସେ ରାତି ସବୁ ଜୀବଜନ୍ତୁଙ୍କୁ ବନ୍ଧନରୁ ମୁକ୍ତି କରିଦେଲେ। ଆଉ ସେ ରାତି ସବୁ ବନ୍ଧନରୁ ମୁକ୍ତି ହୋଇଗଲେ। ବିବାହ ଛାଡ଼ି, ଘର ଛାଡ଼ି ଭକ୍ତିର ରାସ୍ତା ବାଛି ନେଲେ। ସେ ମତଙ୍ଗ ଋଷିଙ୍କ ଆଶ୍ରମ ପହଞ୍ଚି ନିଜକୁ ଅଯୋଗ୍ୟ ଭାବି ଲୁଚିକି ସେବା କରିବାକୁ ଲାଗିଲେ। କାଠ କଟାନ୍ତି, ଫୁଲ ସଜାନ୍ତି, ରାସ୍ତା ସଫା କରନ୍ତି। ଦିନେ କେହି ଜଣେ ତାଙ୍କୁ ଦେଖିଲେ ଆଉ କହିଲେ, ଭକ୍ତି ଜାତି ଦେଖେ ନାହିଁ, ହୃଦୟ ଦେଖେ। ସବରୀକୁ ମନ୍ତ୍ର ମିଳିଗଲା ଆଉ ଗୋଟିଏ ବଚନ, ଗୋଟିଏ ଦିନ ସ୍ୱୟଂ ଭଗବାନ ତମକୁ ଦର୍ଶନ ଦେବାକୁ ଆସିବେ। ଗୁରୁ ଚାଲିଗଲେ, କିନ୍ତୁ ସବରୀର ବିଶ୍ୱାସ ଅତୁଟ ରହିଲା। ସେ ସବୁଦିନ କଳି ତୋଳୁଥିଲେ ଆଉ ସବୁ କଳିକୁ ଚାକି ଚାକି ରଖୁଥିଲେ। ପ୍ରଭୁ ଆସିବେ ତ ମିଠା କଳି ହିଁ ଖୁଆଇବି। ବର୍ଷ ପରେ ବର୍ଷ ବିତିଗଲା, ବୟସ ଗଡ଼ିବାରେ ଲାଗିଲା, ହେଲେ ଅପେକ୍ଷା ସରିଲାନି। ଶେଷରେ ସେହି ଦିନ ଆସିଲା। ଅଭିମାନ ଋଷିଙ୍କୁ ଛାଡ଼ି ସିଧା ଜଣେ ବନବାସୀ ଭକ୍ତଙ୍କ କୁଟିଆରେ ପହଞ୍ଚିଲେ। ସବରୀ ଥରୁଥିବା ହାତରେ କଳି ନେଇ ଆସିଲେ। ପ୍ରଭୁ, ମିଠା ଅଛି? ପ୍ରଭୁ ଶ୍ରୀରାମ କହିଲେ, ଏମିତି ମିଠା ଭରା ଫଳ ମୁଁ କେବେ ଖାଇ ନଥିଲି। ସେଦିନ ଦୁନିଆ ଦେଖିଲା, ଭଗବାନଙ୍କୁ ଧନ ନୁହେଁ, ପ୍ରେମ ଦରକାର, ଆସ୍ଥା ଦରକାର। ଅହଙ୍କାର ହାରିଗଲା, ଭକ୍ତି ଜିତିଗଲା। ଯଦି ଭକ୍ତି ସତ ଥିବ, ଭଗବାନ ଅପେକ୍ଷା କରନ୍ତି ନାହିଁ, ନିଜେ ଚାଲିକି ଆସନ୍ତି।